ମା ହବାକୁ ଯାଉଛି। ଏଇଟା କିନ୍ତୁ ମିଛ। କଣ ମିଛ ବା? ନା ନା କଣ ମିଛ? ଇରେ ଯଦି ମିଛ କହୁଛି ତାହେଲେ ରାଖିକି ପଚାରୁନୁ। ଆରେ ପଚାର। ଏ ରାକି, ଆମ ବିନା ସମ୍ପର୍କରେ ତମେ ପିଲାର ମା ହେବାକୁ ଚାହୁଁଛ କେମିତି? ଆମେ ସମସ୍ତେ ଜାତିକେ ବା ସତ, ହେଲେ ରାକି ପିଲାର ମା ହେବାଟା ସେତିକି ମିଛ। ତାହେଲେ ରାକ୍ଷୀ ପିଲାର ମା ହବାକୁ ଯାଉଛି କେମିତି ରେ? ନା ନା କେମିତି ବା? ହଉ ରାକି, ତୁ କହ ରକ୍ତର ଗର୍ଭବତୀ ଅଛୁ। ମୁଁ କିଛି କହିବିନି। ରାକି, ଦଶମୀ ଯାହା କହୁଛନ୍ତି ଏଇ କଥା କଣ ସତ? ତୋ ଗର୍ଭରେ ଥିବା ଛୁଆଟା ଗୋଟେ ଯାହା ସନ୍ତାନ। ହଁ ଏକଥା ସବୁ ସତ ଭାଇ। ହଉ ରାକି, ତୁ କହ ରକ୍ତର ଗର୍ଭବତୀ ଅଛୁ। ମୁଁ କିଛି କହିପାରିବିନି। ହଲଟାରେ ବାରି ଦେବି। ଏଇ ଦେଖ ମୁଁ କଣ କରୁଛି। କଣ ଏମିତି ମାରି ପକଉଛୁ? ମାରିଦେଲେ କଣ ସବୁ ସମସ୍ୟାର ସମାଧାନ ହେଇଯିବ? ବରଂ ପଚାର ସେ କାହା ରକ୍ତରେ ଗର୍ଭବତୀ ଅଛି। ଆରେ ପଚାରୁନୁ। ତୁ କହ ରକ୍ତର ଗର୍ଭବତୀ ଅଛୁ। ନା ସେ କଥା ମୁଁ କହିପାରିବିନି। କହିପାରିବୁନି? ତୋ ବୁଆରେ କହ ତୋଟି ବଦା ହେଇଛି ଯେ କହିପାରିବୁନି। ଆରେ କହ। ନା ଭାଇ ସେ କହିବିନି। ମତେ ଗୋଟେ ବଡ ସଜାଇ ଦେବାକୁ ଚାହୁଁଛ? ବଡ ପିଲାଙ୍କ ଗର୍ଭରେ ଧରି ମୁଁ ତୋତେ ସ୍ତ୍ରୀ କରି ରଖିବି କେମିତି? ଏସବୁ ପାଇଁ କେବଳ ତମେ ଦାୟୀ। ତମକୁ ଭଲ ପାଉଥିବା ଝିଅ ମାନେ ତମକୁ ଛାଡିକି ଚାଲିଗଲା ବୋଲି ତମେ ଟେନସନରେ ମଦ ପିଇଲ ଆଉ ନିଜ କିଡନୀ ଖରାପ କଲ। ମୁଁ ବାର ଦ୍ୱାର ଭିକ ମାଗି ତମକୁ ଭଲ କରିଛି। ଆଉ ଏସବୁ କରିବା ପାଇଁ ମୁଁ କଣ ଟିକା ନେଇଛି? ଟିକା ତମ ପରି ପୁରୁଷ ମାନେ 10 ବର୍ଷ ଝିଅ ସହିତ ସମ୍ପର୍କ ରଖିଲେ ବି ସେମାନେ ହେଇଯାନ୍ତି ଗୋଟେ ସତ୍ୟା ପୁରୁଷ। ଆଉ ମୁଁ କାହାର ଗୋଟେ ନାଁକୁ ହାତରେ ଲେଖିଲି ବୋଲି ମୁଁ ହେଇଗଲି ଗୋଟେ ବେଶ୍ୟା ଚରିତ୍ରହୀନା। ବାହାରେ ପୁରୁଷ ବା এইটা তাহলে তোমার পুরুষ পণিয়া। চুপচাপ রোডাରୁ ଚାଲିଯା। ତା ରକ୍ତର ଗର୍ଭରେ ଧରିଛୁ। ଆରେ ତା ପାଖକୁ ଚାଲିଯା। ତୋ ପରି ଚରିତ୍ରହୀନ ସ୍ତ୍ରୀ ମୋର ଦରକାର ନାହିଁ। ହଁ ଚାଲିଯିବି। ତମ ପରି ଅମର୍ତ୍ୟ ସ୍ୱାମୀ ବି ମୋର ଦରକାର ନାହିଁ। ରାକି, এই নিয়ে তোমার সংখ্যা, ରାକି, এই নিয়ে তোমার সিন্দুর। ମୁଁ ଚାଲିଲି। ଆରେ କଣ କଲୁ? ମୁଁ ଏମିତି ଅମର୍ତ୍ୟ ସ୍ୱାମୀ ପାଖରେ ରହିବିନି ଭାଇ। ମୋର ଭଲ ହବ। ମୁଁ ଏଠାରୁ ଚାଲିଯିବି। ହଁ ଚାଲିଯିବି। ରାକି, ରାକି, ଯୋଗେଶ ବାବୁ ଏ କଣ କଲ? ମୋ ଭଉଣୀ ରାକି ଚାଲିଗଲା। ରାକି, ଏ ରାକି, ରାକି। ଇରେ ବଲେ ବଲେ, ଇରେ ବଲେ ବଲେ। ଯାହା କରୁଛୁ ବଢିଆ କାମଟି କରୁଛୁ ରେ ଭଣଜା। ଇରେ ପର ପିଲାର ବାପା ହେଇଥାନ୍ତି କେମିତି? ଗଲା ନା ମନ ଗଲା। ଆଉ ତୁ ଟେନସନ ନା। ତୋ ମାମୁଁ ଅଛି ପରା ଏଇ ଗାଁର ଯେ ଗୋଟେ ସେଟିଂ କରି ବାହା କରିଦେଇ ହେଲା। ରାକି ଘର ଚାଲି ଯାଉଛି। ଆରେ କାହିଁକି? ସେ ବଡ଼ ପିଲାକୁ ବେଟାର ଧରି ମା ହେବାକୁ ଯାଉଛି। ଏ କଥା ତତେ କିଏ କହିଲା? ଏ ମାମୁଁ କହିଲେ। ଭାଇ ନାମରେ ଶତ୍ରୁ ନିଜ ବଣଦାର ଗୌରବ ସେ ବଦଳରେ ତା ଘର କଥା ଭାଙ୍ଗିଦେଲ। କଣ ଭାଙ୍ଗିଦେଲି ନା? ନା ନା ମୁଁ କଣ ଭାଙ୍ଗିଦେଲି? ହ୍ୟାଲୋ, ମୁଁ ପରା ଘରର ଅରଣ୍ୟ ଖାଇଛି, ଲୁଣ ଖାଇଛି, ସବୁ କିଛି ଖାଇଛି ଲୋ। ଏ ପରିବାରର ମଙ୍ଗଳ ପାଇଁ ପରା ମୁଁ ଏସବୁ କରୁଛି। ଚୁପ କରା। କି ମଙ୍ଗଳ କରୁଛ ତମେ? ପୁଅ ମନରେ ବିଷ ପୁଣି ପୁଅ ବୋଉକୁ ଅଲଗା କରିଦେଲ। ଆଉ ଚାଲିଯାଅ ଏଠାରୁ, ଚାଲିଯାଅ। ଆଉ କେବେ ବି ମୋ ଘରକୁ ଆସିବନି ବୁଝିଲ? ଆଲୋ ସାବିତ୍ରୀ, ମୁଁ ପରା ତ ନିଜ ଭାଇ। ନା ଭାଇ ଭାଇ କେହି ନାହାନ୍ତି। ଆରେ ଯା, ଚାଲିଯାଅ। ଯାଉଛି ଲୋ ସାବିତ୍ରୀ।
ଯାଉଛି ମୁଁ ବି ତତେ ଦେଖି ନେବି। ମୋ ନାଁ ହେଉଛି ଅଜ୍ଞାନ ହତ୍ତା, କିସିକୁ ନେଇ ଡରତା, ହଦେଇ ଦେବ ତ ହତ୍ତା ହତ୍ତା। আরে যাও ছাড়ো না ମାମୁଁ ଯାହା କହୁଛନ୍ତି ସେ ଠିକ କହୁଛନ୍ତି ମା। ସେ ଗୋଟେ ଅଲକ୍ଷଣୀ ବେଶ୍ୟାକୁ ମୁଁ ସ୍ତ୍ରୀ କରି ରଖିବି କେମିତି? আরে মূর্খ তু যা কোলকণি বলি কହୁଛୁ সে তো পাই কোন করছি তু জানিଛୁ তো অপারেশন পাই 5 লাখ টাকা দরকার পড়িলা মু কিছু भी করি পারিলিনি সে বউ কোটু 5 লাখ টাকা আনি তোতে ভাল কলা ଆଉ ତା ପାଇଁ ତୁ ନୂଆ ଜୀବନ ପାଇଛୁ ଆଉ ଆଜି ତାକୁ ଗରରୁ ତୋଳି ଦେଲୁ କିନ୍ତୁ ମା ସେ ଗୋଟେ ନଷ୍ଟ ଚରିତ୍ରହୀନ। ନା କୌଣସି ଝିଅ କେବେ ନଷ୍ଟ ଚରିତ୍ର ହେଇନଥାନ୍ତେ ପରିସ୍ଥିତି ସେମାନଙ୍କୁ ଏସବୁ କରିବାକୁ ବାଧ୍ୟ କରିଥାଏ। ତାହେଲେ କଣ କରିବି ମା? ଆରେ ଯା ତା ପାଖରେ ଯାଇ କ୍ଷମା ମାଗି ଘରକୁ ନେଇଆ ନହେଲେ ତା ଆଖି ଲୁହରେ ଆମ ସଂସାର ଉଜୁଡ଼ି ଯିବ ରେ ଉଜୁଡ଼ି ଯିବ। ଠିକ ଅଛି ମା, ତା ବାବାକୁ ନିଶ୍ଚୟ ହେଥିବି ରଖିକୁ ଘରକୁ ନେଇ ଆସିବି। ହଉ ଚାଲ। ଚାଲ ବାହାରେ ଦୁନିଆ ବା ଏ ଦୁନିଆରେ ଲୋକମାନେ ଏତେ ସ୍ୱାର୍ଥପର ଯେ ମୁଁ ଗୋଟେ ଏମିତି ଜଗରେ ଜନ୍ମ ହେଇଛି ପିଲାଟି ଦିନରୁ ବାପା ମାକୁ ଦେଖେଇନି। ଆଉ ଯୋଉଦିନ ମୋ ଜନ୍ମ କଲା ବାପା ମାକୁ ପାଇଲି ସେଇଦିନ ତାଙ୍କ ଆଖିରେ ମୁଁ ଗୋଟେ ଅପରାଧୀ ହେଇଗଲି। ଅପରାଧୀ ମୁଁ ଏ ଦୁନିଆରେ ଯାହାକୁ ବିଶ୍ୱାସ କରୁଛି ସିଏ ମତେ ବିଷ ଦଉଛି। ମୁଁ ଏଠି କାହିଁକି ବଞ୍ଚିବି? କାହିଁକି ଆଜି ମୁଁ ବିଷ ପିଇ ମରିଯିବି। ଆମେ ବିଷ ପିଇ ମରିଯିବି। আলো কোঠা চলাবা আই শেষ সময়ে বিষয়টিকে দিয়ে যা আলো মা, বিষয়টিকে দিয়ে যা বাবারে যেতে ତୁ ବିଷ ପିଉଛୁ କାହିଁକି ରେ? ତୋ ନିଜ ଜୀବନକୁ ହାରିବାକୁ ବସିଛୁ। ଏ ଦିଦି ମୁଁ କାହିଁକି ବଞ୍ଚିବି? କାହିଁକି ବଞ୍ଚିବି ମୁଁ? ଦିଦି ମୋ ପରା ଦୁନିଆରେ ଗୋଟେ ଅଦରକାରୀ ମଣିଷ। ମୁଁ ଏଠି ଯାହାକୁ ନିଜର ଭାବୁଛି ସେ ମତେ ପରଆ କରି ଦଉଛି। ମୁଁ କାହିଁକି ବଞ୍ଚେଇବି ଲୋ? କାହିଁକି ବଞ୍ଚେଇବି ମୁଁ? ମୋର ବି ସେଇ ଅବସ୍ଥାରେ ମନୁ, କିନ୍ତୁ ମୁଁ ତ ମରି ଯାଇନି, ବଞ୍ଚିବାକୁ ସଂଗ୍ରାମ କରୁଛି। ଆଲୋ ତୋର ପରା ସ୍ୱାମୀ ଅଛି, ସଂସାର ଅଛି, ତୁ କାହିଁକି ମରିବୁ?
ମନୁ ମୋ ସ୍ୱାମୀ ମତେ ଘରରୁ ତଡ଼ି ଦେଲେ। ଘରରୁ ତଡ଼ିଦେଲେ? ଆଲୋ କାହିଁକି କାହିଁକି ନା? କାହିଁକି ନା ସ୍ୱାମୀ ସହିତ କିଛି ସମ୍ପର୍କ ନଥାଇ ମୁଁ ମା ହବାକୁ ଯାଉଛି। ଦିଦି ଏ ଦିଦି ଆଲୋ କହିଦେଲୁ ରେ ସେ ପିଲାର ବାପା କିଏ କହିଦେଲୁ ରେ? କେମିତି କହିଥାନ୍ତି? ସେ ପିଲାର ବାପା ପରା ତୁ। ଏ ଦିଦି ଆଲୋ ସେଦିନ ମୁଁ ତତେ କେତେ ମନା କଲି ସମ୍ପର୍କ ରଖିବାକୁ। ଆଲୋ ତୁ ମତେ ବାଧ୍ୟ କଲୁ। ଦେଖିଲୁ କଣ ହେଲା ଦେଖିଲୁ? ଏବେ ତୁ କହରେ ମନୁ ମୁଁ କଣ କରିବି? ଏ ଦିଦି ତୁ ଗୋଟେ କାମ କର ତୋ ଗର୍ଭରେ ଥିବା ପିଲାଟାକୁ ନଷ୍ଟ କରିଦେ। ମନୁ, ନଷ୍ଟ କରିଦେ। ତୁମ ଗର୍ଭରେ ଥିବା ନିଷ୍ପାପ ଛୁଆଟାକୁ ନଷ୍ଟ କରିଦେବ କହୁଛୁ? ନହେଲେ କଣ କହିଥାନ୍ତି ମୁଁ? ନାଇଁରେ ମନୁ, ଆମେ ସେ ଭୁଲ କରିବାନି। ବରଂ ଆମ ପୁରୁଣା ପ୍ରେମକୁ ଆମେ ନିଜର କରିବା। ଏଇ ଆଜି ଆମେ ସ୍ୱାମୀ ସ୍ତ୍ରୀ ହେଇଯିବା ମନୁ। ନାଇଁ ଦିଦି ନାଇଁ এইটা কেবল সম্ভব নয় সম্ভব নয়। তুমি অন্য কাହାର ହେଇଯାଇଛ ଆଉ ମତେ ସ୍ୱାମୀ କରି ତମ ସୁନ୍ଦର କଳଙ୍କିତ କରନି ତମେ। ନାଇଁ ମନୁ, ମୁଁ ଯୋଗେଶ୍ୱରରେ ପିନ୍ଧିଥିବା ସିନ୍ଦୁରକୁ ପଚି ଦେଇଛି। ଏଇ ଦେଖ ମୋ ହାତ ଖାଲି, ମୋ ବଥା ଖାଲି, ଆଉ ଏ ଖାଲି ବତାରେ ମୁଁ ତ ସିନ୍ଦୁର ପିନ୍ଧିବି। ନାଇଁ ଦିଦି ନାଇଁ ମୁଁ ଏତେ ବଡ଼ ପାପ କରିପାରିବିନି। ପାରିବିନି। ଯଦି ଏ ସବୁ ପାପ ତାହେଲେ ସେ ବିଷ ମତେ ବି ଟିକେ ଦେଇଦେ। ମୁଁ ବି ପିଇ ମରିଯିବି। ଆମ ଗର୍ଭରେ ଥିବା ନିଷ୍ପାପ ଛୁଆଟାକୁ ବି ମାରିଦେବି। ଏ ଦିଦି ଆଲୋ ମୋ ଲାଗି ତ ଜୀବନ କାହିଁକି ଯିବ? ଦିଦି ତମ ଗର୍ଭର ପିଲା ଯଦି ମୋର ତାହେଲେ ମୁଁ ତ ବାପାର ପରିଚୟ ଦେବି। ହଁ ମୁଁ ତ ବାପାର ପରିଚୟ ଦେବି। ମନୁ, ମନୁ